ଦେଖନ୍ତୁ ଏବେ ସାରା ଓଡ଼ିଶାରେ ଗୋଟେ ବହୁତ ବଡ଼ ଠକେଇର ପର୍ଦ୍ଦାଫାଶ ହୋଇଛି ଏବଂ ଆଗକୁ ଅନେକ କଥା ଅନେକ ଘଟଣା ସେଥିରେ ପର୍ଦ୍ଦାଫାଶ ହେବାକୁ ଯାଉଛି ଏବଂ ଏବେ ଯେଉଁ ହଂସିତା ଆଉ ଅନିଲ ଙ୍କର ଚର୍ଚ୍ଚା ଚାଲିଛି, ଘୋଟାଲା ଚାଲିଛି, ତଦନ୍ତ ଚାଲିଛି, ୟାର ପଛରେ କେଉଁମାନେ ଅଛନ୍ତି? ମୋତେ ଲାଗୁଛି କଳାହାଣ୍ଡିର ୟାର ଲିଙ୍କ ଅଛି ଏବଂ ଜଣେ କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ଯେ ବିଜୁ ଜନତା ଦଳ ସରକାରରେ ମନ୍ତ୍ରୀ ଥିଲେ, ଇଣ୍ଡଷ୍ଟ୍ରି ବିଭାଗର ବି ସେ ଦାୟିତ୍ୱ ନେଇଥିଲେ ଏବଂ ଇଣ୍ଡଷ୍ଟ୍ରି ବିଭାଗ ତରଫରୁ ପର୍ଯ୍ୟାପ୍ତ କାମ ଦିଆଯାଇଛି, ରୁଲ୍ ରେଗୁଲେସନ୍ ବାହାରେ ତାକୁ କାମ ଦିଆଯାଇଛି ଏବଂ 600 କୋଟି ଟଙ୍କା ଲୁଟ୍ ହୋଇଛି। ମୋତେ ଲାଗୁଛି ଇଡି ଯେଉଁ ଢଙ୍ଗରେ ତଦନ୍ତ କରୁଛି, ଭିଜିଲାନ୍ସ ତଦନ୍ତ କରୁଛି, ଏଥିରେ ଯେଉଁମାନେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ହୁଅନ୍ତୁ କିମ୍ବା ଜଣେ ଦୁଇ ଜଣ ବିଧାୟକ ସେଥିରେ ସମ୍ପୃକ୍ତ ଅଛନ୍ତି ଏ କାରନାମାରେ, ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ ହେବା କଥା ଏବଂ ସେମାନେ ବି ଜଣେ ଜଣେ ମୁଖ୍ୟ ଅଭିଯୁକ୍ତ। ମୁଁ ଆଶା କରିବି ଓଡ଼ିଶା ସରକାର, ମୋହନ ମାଝୀଙ୍କ ସରକାର ତଦନ୍ତକୁ ଠିକ୍ ଦିଗରେ ନେବ ଏବଂ ଏଥିରେ ସମ୍ପୃକ୍ତ ଥିବା ସବୁ ବଡ଼ ବଡ଼ ଲୋକ ମଧ୍ୟ ଧରା ପଡ଼ିବେ। ଦେଖନ୍ତୁ ଆପଣ ଇଣ୍ଡଷ୍ଟ୍ରି ମିନିଷ୍ଟର କିଏ ଥିଲେ ଟିକେ ଇନକ୍ୱାରି କରିଦେବେ, ଜଣାପଡ଼ିଯିବ। କଳାହାଣ୍ଡିର ସେ ମନ୍ତ୍ରୀ ଏବଂ ତାଙ୍କ ସମୟରେ ଆପଣଙ୍କର ହଂସିତା ଆଉ ଅନିଲ କେତେ ଟଙ୍କାର କାମ ପାଇଥିଲେ ଏବଂ ଆଇନ କାନୁନର ଊର୍ଦ୍ଧ୍ୱରେ ଉଠିକି ରୁଲ୍ ରେଗୁଲେସନର ବାହାରେ କେତେ ଟଙ୍କାର କାମ ସେମାନଙ୍କୁ ଦିଆଯାଇଥିଲା, ଏ ଗୋଟିଏ ତଥ୍ୟରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଯିବ। ଏଥିରେ ଆଉ ଅନେକ ନେତା ଅଛନ୍ତି, ଏଥିରେ ଆପଣଙ୍କର ପ୍ରଭାବଶାଳୀ ଜଣେ ଦୁଇ ଜଣ ବିଜୁ ଜନତା ଦଳ ସେମାନେ ବି ଆଗରୁ ମନ୍ତ୍ରୀ ଥିଲେ, ସେମାନେ ବି ସମ୍ପୃକ୍ତ ଅଛନ୍ତି ଏବଂ ମୋହନ ମାଝୀର ସରକାର ସେ ପୂର୍ବତନ ମନ୍ତ୍ରୀ ପାଖକୁ ତାଙ୍କର ପୋଲିସ ଯିବାର ଆବଶ୍ୟକତା ଅଛି। ଅସଲ ଲୋକର ଚେହେରା ଧରା ପଡ଼ିବା କଥା। ଏ ଘଟଣାର ଏ ଦୁର୍ନୀତିର ଯେଉଁମାନେ ମୁଖ୍ୟ ଲୋକ ଅଛନ୍ତି, ପର୍ଦ୍ଦା ପଛରେ ଲୁକିକି ଅଛନ୍ତି, ମୋହନ ମାଝୀଙ୍କର ପୋଲିସ ପର୍ଦ୍ଦା ସାମ୍ନାକୁ ସେମାନଙ୍କୁ ଆଣିବା କଥା ଏବଂ ସେ ଦିଗରେ ପୋଲିସ ମଧ୍ୟ କାମ କରୁଛି।